କ'ଣ ସତରେ ଅଚଳ ହୋଇଯିବ ଟେଲିଗ୍ରାମ? କ'ଣ ଟିକଟକ୍ ପରେ ଏବେ ଟେଲିଗ୍ରାମ ପାଳି? ଟେଲିଗ୍ରାମ ବ୍ୟାନ୍ ହେଲେ କ'ଣ କରିବେ ୟୁଜର୍? କିଛି ଦିନ ହେଲାଣି ସାରା ଭାରତରେ ଟେଲିଗ୍ରାମ ବ୍ୟାନ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ତ କାହିଁକି ବ୍ୟାନ୍ ହେବ ଟେଲିଗ୍ରାମ? ଆସନ୍ତୁ ଏ ଭିଡ଼ିଓ ମାଧ୍ୟମରେ ଫୁଲ୍ ବିବରଣୀ ଜାଣିବା। 100ରୁ 80% ଲୋକ ଟେଲିଗ୍ରାମ ୟୁଜ୍ କରୁଥିଲେ, ସେଥିରୁ ମଧ୍ୟ ପ୍ରଫିଟ୍ କମାଇ ପାରୁଥିଲେ। କାରଣ ୟୁଟ୍ୟୁବ୍ ପରୀକ୍ଷା ଟେଲିଗ୍ରାମରେ ମଧ୍ୟ ମନିଟାଇଜେସନ୍ ଅନ୍ ଥିଲା। ସେଥିରୁ ବହୁତ ଲୋକମାନେ ଇନକମ୍ କରିବାରେ ଲାଗିଥିଲେ, ନିଜର ଖର୍ଚ୍ଚ ଉଠାଉଥିଲେ। ତାହେଲେ ଭଲ କାମରେ ଆସୁଥିବା ଆପ୍ଟି କାହିଁକି ବ୍ୟାନ୍ ହୋଇଯିବ? ତ ସାଙ୍ଗମାନେ ମନେ ରଖନ୍ତୁ, ଯେତିକି ଭଲ ସେତିକି ମଧ୍ୟ ଖରାପ। ଟେଲିଗ୍ରାମର CEO ପାଭେଲ୍ ଦୁରବ ସେ ଫ୍ରାନ୍ସ ସରକାରଙ୍କ ଦ୍ୱାରା ଆରେଷ୍ଟ ହୋଇଯାଇଛନ୍ତି। କାହିଁକି ଆରେଷ୍ଟ ହୋଇଛନ୍ତି? ନା ତାଙ୍କ ନାଁରେ ଟେଲିଗ୍ରାମକୁ ନେଇକି ବହୁତ ଆଲିଗେସନ୍ ଲାଗିଛି। କ'ଣ ଆଲିଗେସନ୍ ଲାଗିଛି? ନା ଏଥିରେ ବହୁତ ସାଇବର ଫ୍ରଡ଼୍ ହେଉଛି, ଏଥିରେ ପିଲାମାନେ ବହୁତ ସ୍କାମ୍ରେ ଶିକାର ହେଉଛନ୍ତି, ଏଥିରେ ବହୁତ ଇଲିଗାଲ୍ କାମ ହେଉଛି। ଠକମାନେ ପଇସା ନେଇକି ଖରାପ ଭିଡ଼ିଓ ପ୍ରୋଭାଇଡ଼ କରୁଛନ୍ତି ଏବଂ ଏକ୍ଜାମର ଯେଉଁ ପେପର ଲିକ୍ ହେଉଛି ଏଇ ଟେଲିଗ୍ରାମରେ ମଧ୍ୟ ହେଉଛି। ଏବଂ ସବୁଠୁ ବଡ଼ କଥା ହେଉଛି କି ଯେତେ ସବୁ ଆତଙ୍କବାଦୀ ହାମଲା ହେଉଛି, ଯେତେ ସବୁ ଯୁଦ୍ଧ ହେଉଛି, ଏହା ମଧ୍ୟରେ ଟେଲିଗ୍ରାମ ମଧ୍ୟ ଅନ୍ତର୍ଭୁକ୍ତ ଅଛି ବୋଲି ଏଭଳି ଆଲିଗେସନ୍ ଲାଗିଛି। ହଁ ଦର୍ଶକ ବନ୍ଧୁମାନେ, ଏମିତି ବି ହେଉଛି, କାରଣ ଟେଲିଗ୍ରାମ ବହୁତ ପ୍ରାଇଭେସି ଅଟେ। ଏହି ଟେଲିଗ୍ରାମରେ କଥା ହୋଇ ସେ ତାଙ୍କର ଆତଙ୍କବାଦୀ ଅଧିକ ବଢ଼ୁଛନ୍ତି ଏବଂ ଯୁଦ୍ଧ କରୁଛନ୍ତି। ତ ଏଭଳି ବହୁତ ତାଙ୍କ ଉପରେ ଆଲିଗେସନ୍ ଅଛି, ସେଥିପାଇଁ ଫ୍ରାନ୍ସ ସରକାର ତାଙ୍କୁ ଆରେଷ୍ଟ କରିଛନ୍ତି। ଯଦି ସେ ପ୍ରମାଣ କରିଦେବେ କି ତାଙ୍କ ଉପରେ ଯେତେ ସବୁ ଆଲିଗେସନ୍ ଲାଗିଛି ସବୁ ମିଥ୍ୟା ଅଟେ, ଟେଲିଗ୍ରାମ କାହାର କ୍ଷତି କରୁନାହିଁ, କୌଣସି ପିଲାଟେ ସ୍କାମ୍ରେ ଶିକାର ହେଉନାହାନ୍ତି, ଯଦି ସେ ଏଭଳି ଭାବେ ପ୍ରମାଣିତ କରିଦିଅନ୍ତି ତାହେଲେ ତାଙ୍କୁ ଜେଲ୍ ହେବ ନାହିଁ ଏବଂ ଟେଲିଗ୍ରାମରୁ ମଧ୍ୟ ବ୍ୟାନ୍ ହଟିଯିବ। ଏବଂ ଯଦି ସେ କୌଣସି ପ୍ରକାରେ ପ୍ରୁଫ୍ ନ କରିପାରନ୍ତି ତାହେଲେ ତାଙ୍କୁ ମିନିମମ୍ 20 ବର୍ଷ ଜେଲ୍ ହେବ। ତ ଏହାକୁ ନେଇ ମଧ୍ୟ ଭାରତ ସରକାର ପୁରା ଆକ୍ଟିଭ୍ ହୋଇଯାଇଛନ୍ତି, ଏହାର ଯାଞ୍ଚ ଚାଲିଛି। ଯଦି ଏଭଳି କିଛି ପ୍ରୁଫ୍ ହୁଏ ତାହେଲେ ଭାରତ ସରକାର ମଧ୍ୟ ଏହାକୁ ବ୍ୟାନ୍ କରିପାରନ୍ତି। ତ ଏଥିରେ ଟେଲିଗ୍ରାମ ୟୁଜର୍ମାନଙ୍କର ଡାଉଟ୍ ଥିବ କି ସେମାନେ କ'ଣ କରିବେ। ତ ତାଙ୍କ ପାଇଁ ମୁଁ ଗୋଟେ ସଜେସନ୍ ଦେବି କି ଆପଣ ହ୍ୱାଟ୍ସଆପ୍ରେ ଚ୍ୟାନେଲ୍ ଖୋଲନ୍ତୁ ଏବଂ ଆପଣଙ୍କ ଟେଲିଗ୍ରାମ ଚ୍ୟାନେଲ୍ରେ ଆପଣଙ୍କ ହ୍ୱାଟ୍ସଆପ୍ ଚ୍ୟାନେଲ୍କୁ ପ୍ରମୋଟ୍ କରନ୍ତୁ। ତ ଏପରି କଲେ ଯେବେ ବି ଟେଲିଗ୍ରାମ ବ୍ୟାନ୍ ହେବ ଆପଣ କୌଣସି ପ୍ରଭାବିତ ହେବେ ନାହିଁ, ଆପଣ ହ୍ୱାଟ୍ସଆପ୍ ଚ୍ୟାନେଲ୍ରେ ଆପଣ ଚଲାଇପାରିବେ। ଏବଂ ଆଉ ଗୋଟେ ରହିଲା ହାମଷ୍ଟର କମ୍ବାଟ୍, ଯାହାର ବି ମିଲିୟନ ୟୁଜର୍ ଅଛନ୍ତି, ତ ତାହା ମଧ୍ୟ ଟେଲିଗ୍ରାମରେ ଅଛି। ତ ତାକୁ ନେଇ ମଧ୍ୟ କିଛି ଡିକ୍ଲେୟାର୍ଡ ହେଇନାହିଁ, କିନ୍ତୁ 26 ସେପ୍ଟେମ୍ବରରେ ଏହାର ଏୟାର ଡ୍ରପ୍ ମିଳିବ ବୋଲି ଆନାଉନ୍ସ ହୋଇସାରିଲାଣି। ତ ଟେଲିଗ୍ରାମ ନହେଲେ ସେ ଅଲଗା କେଉଁ ପ୍ଲାଟଫର୍ମରେ ଦେଇପାରନ୍ତି, ତା ପ୍ରତି କେହି ଟେନସନ୍ ହୁଅନ୍ତୁ ନାହିଁ। ତ ସାଙ୍ଗମାନେ ଇଏ ଥିଲା କିଛି ଇନଫର୍ମେସନାଲ୍ ଭିଡ଼ିଓ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସବସ୍କ୍ରାଇବ୍ କରିବା ଜମାରେ ଭୁଲିବେ ନାହିଁ। ଆଜି ପାଇଁ ଏତିକିରେ ବିଦାୟ ନେଉଛି, ରହୁଛି। ଜୟ ହିନ୍ଦ।